ଏଇଥିପାଇଁ ଭଲ ଲାଗିଥିଲା ଯେହେତୁ ସେଇଟା ବାଇବ୍ୟାକ୍ ସିଷ୍ଟମ୍ ଗୋଟେ ଭଲ ଲାଗିଲା ମୋତେ, ଯେଉଁଟାକି ଅନ୍ୟ କୌଣସି ବିଜନେସ୍ ନାହିଁ, ଯେଉଁଟାକି ଆମେ ଘରେ ରହି ବାଇବ୍ୟାକ୍ରେ ତାଙ୍କୁ ହିଁ ମାଲ୍ ଆମେ ଦେଇପାରିବା। ମେସିନ୍ ଏଇଟା ମୁଁ କିଣିଛି ଗଣପତି ଏଣ୍ଟରପ୍ରାଇଜେସ୍ରୁ ଆଣିଥିଲି ଅଗରବତୀ ମେସିନ୍, ଯେଉଁଟାକି ବର୍ତ୍ତମାନ ମୁଁ ର ଅଗରବତୀ ବନେଇକି ତାଙ୍କୁ ଦେଉଛି। ଆଚ୍ଛା, କମ୍ପାନୀରେ କାମ କରିବା ନିଜେ ବ୍ୟବସାୟ କରିବା ଏବେ କେମିତି କ'ଣ ଫିଲ୍ ହେଉଛି? ନାଇଁ, କମ୍ପାନୀ ତ ଗୋଟେ ବଡ଼ କମ୍ପାନୀରେ ମୁଁ ଜବ୍ କରୁଥିଲି, ଆଉ ଯେହେତୁ ଘରୁ ବାହାରେ ରହିକରି କରୁଥିଲି ଏକରେ, ଆଉ ନିଜ ଗୋଟେ ସାଟିସ୍ଫାଏ ଲାଗୁନଥିଲା, ପର ଅଧୀନରେ ରହିକରି କାମ କରୁଥିଲି, ଘରକୁ ସମୟ ଦେଇପାରୁନଥିଲି। ଯେତେବେଳେ ଇଚ୍ଛା କୌଣସି କାର୍ଯ୍ୟକ୍ରମ ବା ଅସୁବିଧା ହେଲେ ମୁଁ ଘରେ ସମୟ ଦେଇପାରୁନଥିଲି, ଆଉ ଯେଉଁଟାକି ମୋତେ ନିଜକୁ ସାଟିସ୍ଫାଏ ଲାଗୁନଥିଲା, ବିଭିନ୍ନ ପ୍ରକାର ସମସ୍ୟା ଥିଲା। ଜବ୍ ଛାଡ଼ିଲା ପରେ ସର୍ଚ୍ଚ କରୁଥିଲି କ'ଣ ଗୋଟେ କରିବି ନିଜସ୍ୱ ବିଜନେସ୍, ଯେଉଁଟାକି ନିଜେ ସ୍ୱାବଲମ୍ବୀ ହେଇପାରିବି ବୋଲି ଭାବିଲି। ତାପରେ ସର୍ଚ୍ଚ କରୁ କରୁ ୟୁଟ୍ୟୁବ୍ ଦେଖିଲା ପରେ ମୋତେ ଅଗରବତୀ ବିଜନେସ୍ଟା ବହୁତ ଭଲ ଲାଗିଥିଲା। ଏଇଥିପାଇଁ ଭଲ ଲାଗିଥିଲା ଯେହେତୁ ସେଇଟା ବାଇବ୍ୟାକ୍ ସିଷ୍ଟମ୍ ଗୋଟେ ଭଲ ଲାଗିଲା ମୋତେ, ଯେଉଁଟାକି ଅନ୍ୟ କୌଣସି ବିଜନେସ୍ ନାହିଁ, ଯେଉଁଟାକି ଆମେ ଘରେ ରହି ବାଇବ୍ୟାକ୍ରେ ତାଙ୍କୁ ହିଁ ମାଲ୍ ଆମେ ଦେଇପାରିବା।